ଯେହେତୁ ବର୍ତ୍ତମାନ ଆମର ଅଲିଭ୍ ରିଡଲେ କଇଁଛ ସିଜନ୍ ଚାଲିଛି 1 ନଭେମ୍ବରରୁ ଆରମ୍ଭ ହେଇଛି। ଆମର ବର୍ତ୍ତମାନ ପୁରା ଯେଉଁ ଗହିରମଥା ସାଙ୍କ୍ଚୁରୀ ଅଛି ସେଠି କଡ଼ାକଡ଼ି କରିକି ଆମେ ଡେଲି 24 ଘଣ୍ଟା ପେଟ୍ରୋଲିଂ ଏନ୍ସ୍योर କରୁଛୁ। ତ ଆଜି ସକାଳେ ଆମର ଯେଉଁ ଅଲିଭିଆ ଗଭର୍ଣ୍ଣମେଣ୍ଟ ଟ୍ରଲର ଅଛି ସେଇଟା ଯେତେବେଳେ ପେଟ୍ରୋଲିଂ ପାଇଁ ଯାଇଥିଲା ସେଇଠି ସେ ଦେଖିଲେ କି 6ଟା ଟ୍ରଲର ଏକାଠି ହେଇକି ଫିସିଂ କରୁଥିଲେ। ଆଉ ଯେତେବେଳେ ତାଙ୍କୁ ଆମର ଷ୍ଟାଫ୍ ମାନେ ଚେସ୍ କରିବାକୁ ଚେଷ୍ଟା କଲେ, ସିଜ୍ କରିବାକୁ ଚେଷ୍ଟା କଲେ, ଯେ ତା ଭିତରେ ଗୋଟେ ଟ୍ରଲର ଆମେ ସିଜ୍ କରିପାରିଲୁ। ପରନ୍ତୁ ଯେଉଁ ଅନ୍ୟ 5ଟା ଟ୍ରଲରର ଲୋକ ଥିଲେ, ପାଖାପାଖି 60ରୁ 70 ଲୋକ ଥିବେ ତା ଭିତରେ, ସେ ଆମର ଷ୍ଟାଫକୁ ଆଟାକ୍ କରିବାକୁ ଚେଷ୍ଟା କଲେ। और ଯେଉଁ ଟ୍ରଲର ସିଜ୍ କରାହେଇଛି ସେଇଠି ଯେଉଁ ଅନ୍ୟ ଲୋକ କାମ କରୁଥିଲେ ତାଙ୍କୁ ବି ସେ ତାଙ୍କ ପାଖରେ ନେଇକି ପଳେଇଲେ। ତ ବର୍ତ୍ତମାନ ଆମେ ଗୋଟେ ଟ୍ରଲର और ତ ଯେଉଁ ଡ୍ରାଇଭର ଅଛି ତାକୁ ସିଜ୍ କରିକି ରଖିଛୁ। नहीं जेहेतु आमर 10टा ही स्टाफ थिला और जेहेतु 60-70 सेठी लोक थिले से एकाठी हेगला बेलू आमर स्टाफ तो जिते जीवन को विपद है बेलू से ब्लैंक फायरिंग करछंती दुईटा बाकी सेमती किछि नहीं से तो आगु भी आमर डिपार्टमेंट जो स्टाफ अच्छी जो पेट्रोलिंग कला बेलू गत वर्ष भी एमती इंसिडेंट होता तापर भी आम वार्निंग देइथिलु परंतु ये वर्ष भी सेमती इंसिडेंट घटी तो आम या डेफिनेटली आगु